ଯଦି ମୂର୍ତ୍ତିକାରେ ପଡି ନ ମରେ ତାହେଲେ ତାହା ଏକମାତ୍ର ଥାଏ, କିନ୍ତୁ ଯଦି ମରେ ତାହେଲେ ତାହା ବହୁତ ଫଳ ଫଳେ। 25 ପଦ, ଯେ ଆପଣା ପ୍ରାଣକୁ ପ୍ରିୟଜ୍ଞା ନ କରେ ସେ ତାହା ହରାଇବ, ଆଉ ଯେ ଆପଣା ପ୍ରାଣକୁ ଇହ ଜଗତରେ ଘୃଣା କରେ ସେ ତାହା ଅନନ୍ତ ଜୀବନ ନିମନ୍ତେ ରକ୍ଷା କରିବ। ଆଉ ଯେ ଆପଣା ପ୍ରାଣକୁ ଇହ ଜଗତରେ ଘୃଣା କରେ ସେ ତାହା ଅନନ୍ତ ଜୀବନ ନିମନ୍ତେ ରକ୍ଷା କରିବ। କେହି ଯେବେ ମୋହର ସେବକ ତେବେ ସେ ମୋହର ଅନୁଗମନ କରୁ, ଆଉ ମୁଁ ଯେଉଁଠାରେ ଥାଏ ମୋହର ସେବକ ମଧ୍ୟ ସେହିଠାରେ ରହିବ। କେହି ଯେବେ ମୋହର ସେବା କରେ ତେବେ ପିତା ତାହାକୁ ସମ୍ମାନ ଦେବେ। ଏଇଟା ଆମେ ଯୌନ ଲିଖିତ ସୁସମାଚାର ପଢିଲୁ। ସିମିଲାର ଜିନିଷ ଆମେ ମାଥ୍ୟୁ 16 ପର୍ବ 24-25 ରେ ପାଇପାରିବା ଏବଂ ମାର୍କ 8 ପର୍ବ 34-35 କିନ୍ତୁ ମାର୍କଟା ଟିକେ ପଢି ଦଉଛି କାହିଁକି ଟିକେ ଭିନ୍ନ ଅଛି। ତତ୍ପରେ ଯୀଶୁ ଆପଣା ଶିଷ୍ୟମାନଙ୍କ ସହିତ ଲୋକ ସମୂହକୁ ନିକଟକୁ ଡାକି କହିଲେ, କେହି ଯେବେ ମୋହର ଅନୁଗାମୀ ହବାକୁ ଇଚ୍ଛା କରେ ତେବେ ସେ ଆପଣାକୁ ଅସ୍ୱୀକାର କରି ଆପଣା କ୍ରୁଶ ଘେନି ମୋହର ଅନୁଗମନ କରୁ। ଏଇଟା ଟିକେ ଫରକ। ଏଇଟା ମାର୍କ ଲେଖୁଛନ୍ତି ଆପଣା କ୍ରୁଶ ଘେନି ମୋହର ଅନୁଗମନ କରୁ, କାରଣ ଯେ କେହି ଆପଣା ଜୀବନ ରକ୍ଷା କରେ ଇଚ୍ଛା କରେ ସେ ତାହା ହରାଇବ, କିନ୍ତୁ ଯେ କେହି ମୋହର ସୁସମାଚାର ନିମନ୍ତେ ଆପଣା ଜୀବନ ହରାଇବ ସେ ତାହା ରକ୍ଷା କରିବ। এই যে ଶେଷ ପଦ ଦୁଇଟି ମତେ ବିଶେଷ ଭାବରେ ଆକର୍ଷିତ କଲା। ମୁଁ ଗତ ଦିନରେ ବୀରେନ୍ଦ୍ର ଭାଇଙ୍କ ସାଙ୍ଗରେ ଆ ଉପରେ ଆଲୋଚନା କରୁଥିଲି। ଆଜି ଆମମାନେ ଖ୍ରୀଷ୍ଟିଆନ ଆଉ ଆମମାନଙ୍କ ପାଖରେ ବାଇବଲ ଅଛି, କିନ୍ତୁ କେତେ ଲୋକ ସବୁ ତାଙ୍କର ଜୀବନ ହରେଇକିରି ସୁସମାଚାର ନିମନ୍ତେ ଆପଣା ଜୀବନ ହରେଇଛନ୍ତି, ଯାହା ଫଳରେ କି ଆଜି ଆମମାନେ ଏଇ ସୁଯୋଗର ଉପଭୋଗ କରୁଛୁ ଏବଂ ସେମାନଙ୍କୁ ଗୋଟେ ସ୍ପେଶାଲ ଷ୍ଟାଟସ ମିଳିଛି ସ୍ୱର୍ଗରେ। ଆମେ ଟିକେ ପଢିଦେବା। ସେମାନଙ୍କୁ ପ୍ରଭୁ ଏମିତି ସେମିତି ଭାବରେ ବ୍ୟବହାର କରୁନାହାନ୍ତି, କିନ୍ତୁ ତାଙ୍କୁ ସ୍ପେଶାଲି ତାଙ୍କୁ ବ୍ୟବହାର କରାହୁଏ। ପ୍ରକାଶିତ ବାକ୍ୟ 6 ପର୍ବ ଆଉ 9-10। ମେଷ ଶାବକ ଯେତେବେଳେ ପଞ୍ଚମ ମୁଦ୍ରା ଭାଙ୍ଗିଲେ ସେତେବେଳେ ଯେଉଁମାନେ ଈଶ୍ୱରଙ୍କର ବାକ୍ୟ ସକାଶେ ଓ ସେମାନଙ୍କ ଦତ୍ତ ସାକ୍ଷ୍ୟ ସକାଶେ ହତ ହୋଇଥିଲେ ସେମାନଙ୍କର ଆତ୍ମା ମାନଙ୍କୁ ମୁଁ ବେଦୀ ତଳେ ଦେଖିଲି। 10। ସେମାନେ ଉଚ୍ଚ ସ୍ୱରରେ ଡାକ ପକାଇ କହୁଥିଲେ, ଏ ପବିତ୍ର ସତ୍ୟ ପ୍ରଭୁ, ଆଉ କେତେ କାଳ ତୁମ୍ଭେ ବିଚାର ନ କରି ପୃଥିବୀ ନିବାସୀ ମାନଙ୍କ ଠାରୁ ଆମ ମାନଙ୍କର ରକ୍ତର ପ୍ରତିଶୋଧ ନ ନେବ। ମୁଁ କହୁଥିଲି ଆପଣ ମାନଙ୍କୁ ଯେ ମୁଁ ବୀରେନ୍ଦ୍ର ଭାଇଙ୍କ ସାଙ୍ଗରେ କଥାବାର୍ତ୍ତା କରୁଥିଲି। ମୋର ବହୁତ ପ୍ରଭୁ ସେ ପ୍ରେରଣା ଦେଲେ ଯେ ଯୋଉମାନେ ଆଜି ପ୍ରଭୁଙ୍କ ନିମନ୍ତେ ସାକ୍ଷମ ହେଇଛନ୍ତି, ଜୀବନ ହରେଇଛନ୍ତି, ସେମାନଙ୍କୁ ଯେମିତି ଆମେ ଭୁଲି ଯିବାନି ଆଉ ସେମାନଙ୍କର ଯୋଉ କାର୍ଯ୍ୟ ପାଇଁକା ଆଜି ଆମମାନଙ୍କ ପାଖରେ ସୁସମାଚାର ପହଞ୍ଚିଛି ସେମାନଙ୍କୁ ସ୍ମରଣ କରିବା ଆଉ ନିହାତି ସେମାନଙ୍କର ଜୀବନର ଯୋଉ ଉତ୍ତମ ବିଷୟକୁ ଆମମାନେ ଶିକ୍ଷା ଲାଭ କରିବା। ସେଥିପାଇଁ ମୁଁ ଆଜି କେତୋଟି ସାକ୍ଷମଙ୍କର ବିଷୟରେ କହିବାକୁ ଯାଉଛି। ପ୍ରଥମ ଜଣକ ହଉଛନ୍ତି ୱିଲିୟମ ଟିଣ୍ଡେଲ। ଆପଣମାନେ ଅନେକ ଜାଣିଥିବେ, ଆଉ ଯୋଉମାନେ ବାଇବଲ ସୋସାଇଟିରେ ବାଇବଲ ବିକ୍ରୟ କରୁଛନ୍ତି ସେମାନେ ଜାଣିଥିବେ ଟିଣ୍ଡେଲ ଟ୍ରାନ୍ସଲେସନ। ଆଉ ଏଇ ୱିଲିୟମ ଟିଣ୍ଡେଲ ହଉଛନ୍ତି ବହୁତ ପୁରୁଣା ଲୋକ, ଆଉ ସେଇ ସମୟରେ 1300 ମସିହାର ଲୋକ। ସେ ଜଣେ
ଅକ୍ସଫୋର୍ଡ କେମ୍ବ୍ରିଜର ସ୍କଲାର। ଆଉ ତାଙ୍କର ମନରେ ସେତେବେଳକୁ ହେଲା ଯେ ମୁଁ ବାଇବଲକୁ ଇଂରାଜୀରେ ଟ୍ରାନ୍ସଲେଟ କରିବି। ସେ ଆମେ ଜାଣିଛୁ ଯେ ନୂତନ ନିୟମଟା ହଉଛି ଗ୍ରୀକରେ ଲେଖା ହେଇଛି, ଓରିଜିନାଲ ଯୋଉଟା, ଆଉ ଓଲ୍ଡ ଟେଷ୍ଟମେଣ୍ଟଟା ସେଟା ଲେଖା ହେଇଛି ହିବ୍ରୁରେ। ସେ ଦୁଇଟା ଭାଷା ଉପରେ ସେ ପାଣ୍ଡିତ୍ୟ ଲାଭ କରିଥିଲେ, ତାଙ୍କ ପାଖରେ ଗ୍ରାମର ବୁକ୍ ଥିଲା, ଆଉ ସେ ଚାହିଁଲେ ତାହା କରିବା ପାଇଁ। କିନ୍ତୁ ଦୁର୍ଭାଗ୍ୟ ବିଷୟ ଏହା, ସେତେବେଳେ ଇଂଲଣ୍ଡରେ ଇଂରାଜୀ ବାଇବଲକୁ ଟ୍ରାନ୍ସଲେଟ କରିବା ପାଇଁ ରାଜା ଅନୁମତି ଦେଲେନି। ଅନୁମତି ତ ଦେଲେନି ଏଇଥିପାଇଁକା ପାପାଲ କିଙ୍ଗଡମ ବା ରୋମିଓ ମାନେ ଆମର ଯୋଉ ଲୁଥରାନ ସାମ୍ରାଜ୍ୟର ଦବଦବା ଇଂଲଣ୍ଡ ଉପରେ ଥିଲା। କେବେ ହେଲେ ସେମାନେ ବାଇବଲକୁ ଟ୍ରାନ୍ସଲେଟ କରିବା, କାରଣ ସେଟା ଲାଟିନରେ ସେମାନେ ତାକୁ ପଢନ୍ତି, କେବଳ ସେମାନେ ହିଁ ପଢିବେ, ସାଧା ଲୋକ ପଢିବାର ଚାନ୍ସ ହିଁ ନାହିଁ। ସେଥିପାଇଁ ଯଦି ଟ୍ରାନ୍ସଲେଟ ହବ ସମସ୍ତେ ପଢିବେ, ସେଟା ଈଶ୍ୱରଙ୍କର ନିନ୍ଦା ହବ ବୋଲିକା ଗୋଟେ ଭୁଲ ଭାବରେ ସେମାନେ ତାଙ୍କ ମୁଣ୍ଡ ଭିତରେ ପୁରେଇ ଦିଆ ହେଇଥିଲା। ଇଂଲଣ୍ଡର ରାଜା ମଧ୍ୟ ସେଇ ଭୁଲର ବଶବର୍ତ୍ତୀ ହୋଇକିରି ଆଉ ସେ ଟିଣ୍ଡେଲକୁ ଆଉ ତାଙ୍କ ଦେଶରୁ ବହିଷ୍କାର କରିଦେଲେ, ଏକ୍ସାଇଲକୁ ପଠେଇଦେଲେ ବା ନିର୍ବାସିତ କରିଦେଲେ। କିନ୍ତୁ ଟିଣ୍ଡେଲ ଯେ କି ଅତି ଜ୍ଞାନୀ ଲୋକ, ବୁଦ୍ଧିମାନ ଲୋକ, ସେ ଜର୍ମାନ, ତା ଛାଡିକି ବେଲଜିୟମ, ଏମିତି ବହୁତ ଗୁଡାକ ଦେଶର ଲୋକ ସେମ ଟାଇପର ଯୋଉମାନଙ୍କର ମାଇଣ୍ଡ, ଆଉ ସେତେବେଳକୁ ମାର୍ଟିନ ଲୁଥର କିଙ୍ଗର ଜମାନା ପଳେଇ ଆସିଛି, ଗୋଟେ ରକମର ରିଭାଇଭାଲ ସବୁଆଡେ ଉଙ୍କି ମାରୁଛି ଏଇ ପାପାଲ କିଙ୍ଗଡମରୁ ରକ୍ଷା ପାଇବା ପାଇଁ। ସେମାନଙ୍କର ଯୋଉ କଣ୍ଟ୍ରୋଲ ରକ୍ଷା ପାଇକିରି ବାଇବଲକୁ ଆଉଥରେ ଆମ ନିଜ ନିଜ ଭାଷାରେ ତାକୁ ଅନୁବାଦ କରିବା ପାଇଁକା ସେମାନେ ଲାଗି ପଡିଛନ୍ତି। ଆଉ କେତେ ଜଣଙ୍କର ସାହାଯ୍ୟ ସହଯୋଗ ଦ୍ୱାରା ଟିଣ୍ଡେଲ ବାହାରେ ରହିକି ମଧ୍ୟ, ଇଂଲଣ୍ଡ ବାହାରେ ରହିକି ମଧ୍ୟ ତାକୁ ଟ୍ରାନ୍ସଲେଟ କରିଦେଲେ। କରିସାରିଲା ପରେ ସେମିତି ଅନ୍ୟମାନଙ୍କର ସାହାଯ୍ୟ ସହଯୋଗ ଫଳରେ ତାକୁ ପ୍ରିଣ୍ଟିଂ ଆରମ୍ଭ ହେଇଗଲା। କିନ୍ତୁ ବର୍ତ୍ତମାନ ପଠା ହବ କେମିତି ଇଂଲଣ୍ଡ ଭିତରକୁ, ଆଉ ଯେତେବେଳେ ବାହାରୁ କୌଣସି ସାମଗ୍ରୀ ବା କାର୍ଗୋ ଟ୍ରକ୍ ଯେଥିରେ ହୁଏତ ଗହମ ଆସୁଥିବ କି ଟେକ୍ସଟାଇଲ ବଣ୍ଡଲ ଥିବ, ତାରି ଭିତରେ ବାଇବଲ ସବୁ କୁ ଲୁଚେଇକିରି ଚୋରାରେ ସେଟାକୁ ଇଂଲଣ୍ଡକୁ ପଠା ହେଲା। 7,000 କପି ସେତେବେଳକୁ ଇଂଲଣ୍ଡ ମଧ୍ୟରେ ବଣ୍ଟା ସରିଲାଣି। ଆଉ ଟିଣ୍ଡେଲ ଆ ପରବର୍ତ୍ତୀ କାର୍ଯ୍ୟକ୍ରମ ସେ ନେଇ ସାରିଲେଣି। ବର୍ତ୍ତମାନ ଓଲ୍ଡ ଟେଷ୍ଟମେଣ୍ଟକୁ ସେ ତର୍ଜମା କରିବା ପାଇଁ ବାହାରେ ରହିକିରି, ଆଉ ସେଇ ସମୟରେ ଯେତେବେଳେ ଜଣେ ଯାହା ଉପରେ ସେ ବେଶୀ ନିର୍ଭର କରୁଥିଲେ, ଆଉ ସେ ଠିକ ଯେମିତି ଇସ୍କାରିତ ଜିହୁଦା ପରି ତାଙ୍କୁ ସେ ଧରେଇ ଦେଲା ଯେ ଏଇ ଲୋକ ଏଇ ଟାଇପର କାର୍ଯ୍ୟ କରିକିରି ଏଇ ରକମ ଭାବରେ ସେ ବାଇବଲ ପଠଉଛି। ଆଶ୍ଚର୍ଯ୍ୟ ବିଷୟ, ଯାହାକୁ ଟିଣ୍ଡେଲ ବହୁତ ବିଶ୍ୱାସ କରୁଥିଲେ, ସେ ହିଁ ତାଙ୍କର ବିଶ୍ୱାସ ଘାତକ ହେଲା। ଆଉ ଟିଣ୍ଡେଲକୁ ଧରାଗଲା, ଅଣାଗଲା, ଆଉ ତାଙ୍କୁ ଗୋଟେ ନିର୍ଜନ କୋଠରୀରେ ରଖାଗଲା। ତାଙ୍କର ଟ୍ରାଏଲ ହେଲା। ଟ୍ରାଏଲରେ କଣ ହବ? ସବୁ ସେମାନେ ଏକତରଫା ବିଚାର କଲେ, କରିକିରି ତାଙ୍କୁ ଈଶ୍ୱର ନିନ୍ଦାକାରୀ, ଯେମିତି ଯୀଶୁଙ୍କର ଯେମିତି ଈଶ୍ୱର ନିନ୍ଦାକାରୀ ବୋଲି କହୁଥିଲେ, ତାଙ୍କୁ ସେମିତି ଈଶ୍ୱର ନିନ୍ଦାକାରୀ ରେ ପକେଇକିରି ତାଙ୍କର ମୃତ୍ୟୁଦଣ୍ଡ ଜଜ ଘୋଷଣା କରିଦେଲେ। ତାଙ୍କୁ ନିଆଗଲା ବଡ ଖୁମ୍ବ ପାଖକୁ, ଆଉ ସେଠି ସବୁ କାଠ ସଜେଇକି ରଖାଗଲା ଛିଡା କରିକିରି, ତା ଉପରେ ତାଙ୍କୁ ଛିଡା କରାଗଲା। ଆଗେ ତାଙ୍କୁ ଶ୍ୱାସରୁଦ୍ଧ କରାଗଲା ବା ତାଙ୍କର ଷ୍ଟ୍ରାଙ୍ଗଲ କରିଦେଲେ ବା ବେକକୁ ଚାପିକିରି ତାଙ୍କୁ ମାରିଦେଲେ। କିନ୍ତୁ ସେ ମାରିବା ପୂର୍ବରୁ ସେ ବଡ ପାଟିରେ ଥାଇକିରି କହିଲେ, ପ୍ରଭୁ ତମେ ଗୋଟେ ଦୟା କର, ଅନୁଗ୍ରହ କର, ଯେ ଏଇ ଇଂଲଣ୍ଡର ରାଜାର ଚକ୍ଷୁ ଖୋଲି ଦିଅ। ଆଉ ତାପରେ ତାଙ୍କୁ ଜାଳି ଦିଆଗଲା। ଏ ହଉଛି ୱିଲିୟମ ଟିଣ୍ଡେଲଙ୍କର
ତାଙ୍କର ଜୀବନର ସେ ପ୍ରଭୁଙ୍କ ନିମନ୍ତେ କେମିତି ସାକ୍ଷମର ହେଲେ। କିନ୍ତୁ ତାର ଠିକ 3 ବର୍ଷ ପରେ ସେଇ ସମୟରେ ଆଉ ଜଣେ ରାଜା ଆସିଲେ। କିନ୍ତୁ ସେ ରାଜାଙ୍କର କିଛିଟା କୌଣସି ଗୋଟେ ବିଷୟ ନେଇକି, ଏଇ ଧର୍ମ ବିଷୟ ନୁହେଁ, ଆଉ କୌଣସି ବିଷୟ ନେଇକିରି ଏ ପାପାଲ କିଙ୍ଗଡମ ସାଙ୍ଗରେ ତାଙ୍କର ପଡିଲାନି। ଆଉ ସେଥିରୁ ସେ ବାହାରି ଆସିଲେ। ଖାଲି ବାହାରି ଆସିଲେନି, ପ୍ରଭୁ ତାଙ୍କର ଯୋଜନା ଅନୁସାରେ ତାଙ୍କ ମନରେ କାର୍ଯ୍ୟ କଲେ। ଆଉ ସେ ମାନେ ଇଚ୍ଛା ପ୍ରକାଶ କଲେ ଯେ ଟିଣ୍ଡେଲ ଯୋଉଟା କରୁଥିଲା ଆମେ ଏଇଟା କରିବା। କିନ୍ତୁ ତାର ଠିକ 50 ବର୍ଷ ପରେ କିଙ୍ଗ ଜେମ୍ସ ବୋଲିକା ଜଣେ ଆସିଲେ, ଇଂଲଣ୍ଡର ରାଜା। ଆଉ ସେ ସମ୍ପୂର୍ଣ୍ଣ ବାଇବଲକୁ ଆଉ ଅନୁବାଦ କରିବା ପାଇଁ ତାଙ୍କର ଗୋଟେ ପଣ୍ଡିତ ମାନଙ୍କର ଡାକିଲେ। ଆଉ ସେମାନେ ପାଖାପାଖି 80% ଟିଣ୍ଡେଲ ବାଇବଲରୁ ହିଁ କପି କରିଛନ୍ତି। ଆଉ ଅନ୍ୟ ଅଳ୍ପ ବିଷୟ ସେମାନେ ସେଇ ଗ୍ରୀକ ପଢିକି କରିଛନ୍ତି, ସମାନ ଜିନିଷ। କିନ୍ତୁ ଟିଣ୍ଡେଲଙ୍କର ଏଇ ଯୋଉ କାର୍ଯ୍ୟଟି ତାଙ୍କୁ ମାରି ଦିଆଗଲା। ମାନେ ଦେଖୁଥିଲୁ ପ୍ରକାଶିତରେ ଯେ ମେଷ ଶାବକ ଯେତେବେଳେ ପଞ୍ଚମ ମୁଦ୍ରା ଭାଙ୍ଗିଲେ, ସେତେବେଳେ ଯୋଉମାନେ ଈଶ୍ୱରଙ୍କ ବାକ୍ୟ ସକାଶେ ଓ ସେମାନଙ୍କର ଦତ୍ତ ସାକ୍ଷ୍ୟ ସକାଶେ ହତ ହୋଇଥିଲେ, ସେମାନଙ୍କର ଆତ୍ମା ମାନଙ୍କୁ ମୁଁ ବେଦୀ ତଳେ ଦେଖିଲି। ଆଉ ଯେତେବେଳେ ଆମେ ସେ ମାର୍କ ଲିଖିତ ସୁସମାଚାର ପଢୁଛୁ, ସେଠି ଆମେ ଦେଖୁଛୁ ମାର୍କ 8:35 ଯେ କେହି ଆପଣା ଜୀବନ ରକ୍ଷା କରିବା ପାଇଁ ଇଚ୍ଛା କରେ ସେ ତାହା ହରାଇବ, କିନ୍ତୁ ଯେ କେହି ମୋ ସୁସମାଚାର ନିମନ୍ତେ ଆପଣା ଜୀବନ ହରାଇବ ସେ ତାହା ରକ୍ଷା କରିବ। ଟିଣ୍ଡେଲ ଆଜି ମରି ନାହାନ୍ତି, ମହାନିଦ୍ରା ପ୍ରାପ୍ତ ହୋଇଛନ୍ତି। ତାଙ୍କୁ ସେମାନେ ଭାବିଲେ ମାରିଦେଲୁ, କିନ୍ତୁ ତାଙ୍କର କାର୍ଯ୍ୟ, ଅପୂର୍ଣ୍ଣ କାର୍ଯ୍ୟ ଆଜି ସମ୍ପୂର୍ଣ୍ଣ ହେଇଛି। ଆଉ ବହୁତ ଲୋକ ଏ ବାଇବଲ ପଢିବାର ସୁଯୋଗ ପାଇଲେ ଇଂରାଜୀ ଭାଷାରେ। ଏବଂ 1800 ମସିହାର ଶେଷ ଭାଗରେ ଇଂଲଣ୍ଡ ଦେଶରେ ଗୋଟେ ଜାଗା ଅଛି ୱେଲ୍ସ ବୋଲିକି, ସେଠି ଗୋଟେ ବଡ ରିଭାଇଭାଲ ଆରମ୍ଭ ହେଲା। ଆଉ ସେ ରିଭାଇଭାଲରେ ଏତେ ତାର ପ୍ରଭାବ ପଡିଲା, ସ୍ପେସିଆଲି ଆଉ ଯୁବକ ମାନଙ୍କ ଉପରେ। ସେମାନେ ସମସ୍ତେ ଯୋଉ ଯୋଉ ଜାଗାରେ ପ୍ରଚାର ହେଇନି ସେଠୁକୁ ପ୍ରଚାର କରିବା ପାଇଁକା ସେମାନେ ଇଚ୍ଛା ପ୍ରକାଶ କଲେ। ସେରକମ ଯୋଜନା କରାଗଲା, ପ୍ରସ୍ତୁତ କରାଗଲା। କିଏ ତାଙ୍କୁ ସ୍ପନ୍ସର କରିବ, ସେମାନେ କୋଉଠି ରହିବେ, କୁଆଡେ ଯିବେ, କୋଉ ଜାଗାକୁ ଅଗ୍ରାଧିକାର ଭିତ୍ତିରେ ନିଆଯିବ, ଏମିତି ହେଇକିରି କିଛି ମିଶନାରୀ ସେମାନେ ଇଣ୍ଡିଆ ଆସିଲେ। ଏଇଟା ହଉଛି 1900 ମସିହା ପ୍ରାରମ୍ଭରେ ବା 1800 ମସିହାର ଶେଷ ଆଡକୁ, ମୁଁ ଏକ୍ସାକ୍ଟ କହିପାରୁନି। ସେତେବେଳେ ଅବିକା ଯୋଉ ଆମେ ଦେଖୁଛୁ ନର୍ଥ ଇଷ୍ଟରେ ଏତେ ଗୁଡାକ ଦେଶ, ଆଉ ସେ ମିଜୋରାମ ଅମୁକ ତମକ ସବୁ, ସେସବୁ ନଥିଲା। ଖାଲି ଆସାମ ବୋଲିକା ଥିଲା। ଆସାମର ଭିତରେ ସେ ସମସ୍ତେ ଥିଲେ। ପରବର୍ତ୍ତୀ ସମୟରେ ସେମାନେ ଅଲଗା ଅଲଗା। ଆସାମ ବା ଅବିକାର ଅରୁଣାଚଳ ପ୍ରଦେଶ ଯୋଉ ଜାଗାକୁ ସେମାନେ ଯାଇଥିଲେ, ଗ୍ୟାରୋ ଟ୍ରାଇବ ଗୋଟେ ଆଦିବାସୀ ଅଛନ୍ତି, ତାଙ୍କର ନାଁ ହଉଛି ଗ୍ୟାରୋ। ସେଠୁକୁ କିଛି ମିଶନାରୀ ଗଲେ ପ୍ରଚାର କରିବା ପାଇଁ। ପ୍ରଥମେ ତ ସେମାନଙ୍କୁ ପ୍ରତ୍ୟାଖ୍ୟାନ କରାଗଲା, ତାଙ୍କୁ ଧମକ ଦିଆଗଲା ମାରିବା ପାଇଁକା। କିନ୍ତୁ ଗୋଟିଏ ପରିବାର ଆଉ ସେ ମାନେ ପ୍ରଭୁଙ୍କୁ ଗ୍ରହଣ କଲେ। ଆଉ ଯୋଉ ପରିବାର ଗ୍ରହଣ କଲେ, ସେ ପୁରୁଷ ବ୍ୟକ୍ତିଙ୍କର ନାଁ ହଉଛି ନକ୍ସେନ୍। ଆଉ ସେ ଯୋଉ ମିଶନାରୀ ମାନେ ଯାଇଥିଲେ ସେମାନେ ହଉଛନ୍ତି ଆମେରିକାନ ବାପ୍ଟିଷ୍ଟ ମିଶନର ମିଶନାରୀ ମାନେ। ଧରି ନିଅନ୍ତୁ ଆଜିଠୁ 150 ବର୍ଷ ତଳର କଥା। ଏଇ ଗୋଟିଏ ପରିବାର ସେମାନେ ପ୍ରଭୁଙ୍କୁ ପାଇଲେ। ଆଦିବାସୀ ଟ୍ରାଇବର କାମ ହଉଛି ତାଙ୍କର ଗୋଟେ ଗୋଟେ ମୁଖ୍ୟ କର୍ତ୍ତା ଥାନ୍ତି ବା ଚିଫ ବୋଲିକା ତାଙ୍କୁ କହନ୍ତି। ସେ ଯାହା କହିବ ସେଟା ହଉଛି ଫାଇନାଲ। ଆଉ ସେ ଚିଫ ଯିଏ
से बहुत रागी गला जीशु से गोटे बाहर देशर लोक ताकू कहीं आमने प्रेम करवा ता कथा कहीं आम शुणा आउ से माने समस्ते तीर धनु धरिक आसिले से परिवार मुख्य बा नक्सेंग आ तांको परिवार को समस्त मझिरे छिड़ा करे आ तांको कहा गला जे ए जो विजाति धर्म को तमे ग्रहण करिछ ताको तमे परित्याग करो सुजोग दिया गला जदि परित्याग करिवनी तेबे तुमको समस्त को मारी दिया से कहले मु परित्याग करिबे आउ तांको स्त्री को तांको आगे मारी दिया गला तीर रे जेतळे तांको आगे पड़ी गले तापरे दुई पुओ थिले सेमान को पाखो आनिकी मध्य से चीफ कहले देखो ए दुई पुओ तुमरो पुओ तमे जदि अबिका भी तुम पाखे सुजोग अछि आ जदि तमे से यीशु को तमे छाड़ी दबो तम दुई पुओ आ तमे बचिछ से मना कले ना ता केबे ए परिबनी तांका आगे तांको दुई पुओ को मार दिया एवं तापर आसिला तांको पाळी नक्सेंकर पाळी आसिला से भी मना कले किंतु मना कले सिना से जो केतटा लाइन बा केतटा विश्व से उच्चारण कले सेटा रे पृथ्वी रे वर्तमान सबुठु बेसी गीत जदि लोक मानक पाखरे आदृत होईची से तांकर जो केतटा कथा से सेंटेंस से जो व्यवहार कले तार ऊपर आधारित गोटे गीत बना है गला मु से गीत विषय कहबी आ नक्सेन सुनिलेनी आ तांको मारी दिया गला ए कथाटा एठी रहिलानी अन्य मिशनरी माने सेमाने मध्य ए विषय को जानुथिले सेमाने मध्य सब खबर नौथिले आ से खबर ता एरकम थिला से जो चीफ से आश्चर्य हो गला एते प्रेम यीशु को प्रति आउ मो कथा सुनिलानी ए नक्सन तार पिला को मारदेली तार स्त्री को मारदेली से निजे भी मला तेरे एक की प्रकार लोक आ की प्रकार प्रेम से यीशु की है पवित्र आत्मा तार हृदय कार्य कले से आंठई पड़ी से प्रभु को ग्रहण कला तार किसी समय पर जो समग्र गाँ लोक सेठारे उपस्थित थिले देखिले जे चीफ जदि ग्रहण करछे आमे सब ए थिला प्रभु को निमंते सक्षम नक्सेन किंतु से जो शेष उक्ति गुड़ाक सब कही आमर पंजाब गोटे सिख युवक साधु सुंदर सिंह तांको पाखरे जितेबाला ए उक्ति गुड़ाक आसिला से ताको गीत रूप ताको परिणत कले आ से गीत कहीं ना कहीं आपण माने से गीत शुणी आई हैव डिसाइडेड टू फॉलो जीसस से तो से इंग्लिश रे कही ना से ताको लैंग्वेज रे कहले किंतु ताको साधु सुंदर सिंह ताको सुंदर भाव रे से गीत रे ताको कले परवर्ती समय 1959 मसीह विलियम जेनसेन रेनोल्ड और साइमन मारट दी जन मिसिकरी ताको सुंदर भाव रे पद्यावली बनईकरी ताको हिम रे परिणत करिकरी ताको से वर्ल्ड वाइड है गला एते वर्ल्ड विश्व रे प्रसिद्ध लाभ कला क्षेत्र को बिलीग्राम ताकर क्रुसेड रे ए गीत को मान्यता देले आउ ताकर कयर मध्य ए गीत को बोलथिले आई हैव डिसाइडेड टू फॉलो आपण माने गीत निहाती जानिथिबे आई हैव डिसाइडेड
to follow thee. I have decided to follow thee. ସେ ଦ୍ୱିତୀୟ ପଦ ପଦଟି ହଉଛି no turning back. no turning back. ଯେତେବେଳେ ତାଙ୍କ ଦୁଇଟି ପିଲାକୁ ମାରିଦେଲେ ସେ କହିଲେ ଯେ the world behind me, the cross before me. ତାଙ୍କ ଭାଷାରେ କହିଲେ, ଗୀତ ଆକାରରେ ବୋଲି ନାହାନ୍ତି କି କହିନାହାନ୍ତି, ତାଙ୍କ ଭାଷାରେ କହିଲେ ଆଉ ମୁଁ କେବେ ହେଲେ ଫେରିବି ନାହିଁ। ତାକୁ ଓଡ଼ିଆରେ ମଧ୍ୟ କୁହାଯାଇଛି ମନସ୍ଥ କରିଛି ମୁଁ ଯୀଶୁ ସାଙ୍ଗେ ଚାଲୁଥିବି ନ ଫେରିବି। ମୋର ଆଜିର ଉଦ୍ଦେଶ୍ୟ ଥିଲା ଏହା, ଯୋଉମାନେ ସେମାନଙ୍କ ଜୀବନକୁ ସୁସମାଚାର ନିମନ୍ତେ ବିଶ୍ୱାସର ନିମନ୍ତେ ହରେଇଛନ୍ତି, ସେମାନଙ୍କ ଜୀବନରୁ ଅନେକ ବିଷୟ ଶିଖିବାର ଅଛି। ଆମେ ତ ପ୍ରତିଦିନ ବାଇବଲରୁ କେହି ନା କେହି ଆମମାନେ ପ୍ରଭୁଙ୍କ ଦାସ ଦାସୀ ମାନେ ବାକ୍ୟ କହୁଛନ୍ତି, କିନ୍ତୁ ପିଲାମାନଙ୍କୁ ମୋର ଅନୁରୋଧ ଆପଣମାନେ ଏଇ କାହାଣୀ ସବୁ କୁହନ୍ତୁ, ସେମାନେ ପ୍ରେରଣା ପାଆନ୍ତୁ। ଏବଂ ଶେଷ ଘଟଣା କହିକିରି ମୁଁ ଶେଷ କରିବି। ପାଷ୍ଟର ବଙ୍କେ ସେ ଯେତେବେଳେ ଜର୍ମାନୀରେ ଥିଲେ, ତାଙ୍କ ବାପା ଗୋଟେ ପାଷ୍ଟର ଥିଲେ, ଆଉ ସେ ମଧ୍ୟ ସେ ଯୌବନ ସମୟରେ ପ୍ରଭୁଙ୍କର ସେବା କରିବା ପାଇଁ ସେ ସାଉଥ ଆଫ୍ରିକାକୁ ଗଲେ। ସେତେବେଳେ ସେ ପ୍ରଚାରକ ହିସାବରେ ଗଲେ, ପାଷ୍ଟର ନଥିଲେ। ଆଉ ଯୋଉ ଜାଗାରେ ସେ ରହୁଥିଲେ ସେଠାରେ ଆଗରୁ ଖ୍ରୀଷ୍ଟ ଧର୍ମ ପ୍ରଚାରିତ ହେଇଥିଲା ଏବଂ ତାଙ୍କୁ ବେଶୀ କିଛି ଅସୁବିଧା ହବାକୁ ପଡିଲାନି। ସେ ଆଗକୁ ତାକୁ ନବା ପାଇଁ ତାଙ୍କୁ ବହୁତ ସୁବିଧା ହେଲା। ଏଇଭଳି ଗୋଟେ ସମୟର କଥା, ସେ ହଠାତ୍ ଖବର ପାଇଲେ ସେ ସାଉଥ ଆଫ୍ରିକାର ଯୋଉ ଉତ୍ତର ଭାଗରେ ନର୍ଦର୍ନ ସାଇଡରେ ଜଣେ କି ପ୍ରଭୁଙ୍କର ଲୋକ ଆସିଛି ଆଉ ବଡ ରିଭାଇଭାଲ ମିଟିଂ କରୁଛି, ଆଉ ବହୁତ ଲୋକ ଆସିକିରି ଆଉ ସେଠାରେ ହିଲିଂ ହଉଛନ୍ତି, ସୁସ୍ଥ ହଉଛନ୍ତି, ଆଉ ପ୍ରଭୁଙ୍କୁ ପାଉଛନ୍ତି। ଯଦି ମୁଁ ଏଠି ମିଟିଂ କରିବି ଭଲ ହୁଅନ୍ତା ଭାବିକି ସେ ସେଇ ଜାଗାକୁ ଗଲେ, ତାଙ୍କ ସାଙ୍ଗେ ଦେଖା କଲେ। ଶେଷରେ ସେ ପ୍ରଭୁଙ୍କର ଦାସ ସେ ରାଜି ହେଲେ, ଆଉ ସେ ସମୟ ଫିକ୍ସ ହେଲା, ତାରିଖ ଫିକ୍ସ ହେଲା। ବଙ୍କେ ସେ ଆସିକିରି ତାଙ୍କର ସ୍ଥାନରେ ଆଉ ପାମ୍ପଲେଟ ମାନ ସବୁ ସେ ସବୁଆଡେ ଲଗେଇ ଦେଲେ ଯେ ଯୋଉମାନେ ରୋଗରୁ ଭଲ ହବାକୁ ଇଚ୍ଛା କରୁଛନ୍ତି ଅମୁକ ଦିନ, ବୋଧେ କେବଳ 2 ଦିନର ଥିଲା, ଆଉ ସେମାନେ ଆସନ୍ତୁ। ଆଉ ସେଇ ଯୋଉ ଜାଗାରେ ସେ ଉଦ୍ଦୀପନା ସଭା ବା ରିଭାଇଭାଲ ମିଟିଂ କରୁଥିଲେ, ସେ ଜାଗାରେ ପ୍ରସ୍ତୁତି ଆରମ୍ଭ କଲେ, ତାଙ୍କ ସାଙ୍ଗରେ ଲୋକମାନେ ସାହାଯ୍ୟ ସହଯୋଗ କଲେ, ଆଉ ସୁନ୍ଦର ଭାବରେ ପ୍ରସ୍ତୁତ ହେଲା। ଲାଇଟ୍ ଫାଇଟ୍ ଆରେଞ୍ଜମେଣ୍ଟ ହେଲା, ସବୁ ପ୍ରସ୍ତୁତ। ଏ ପ୍ରଭୁଙ୍କର ଦାସ ଯେ କି ସେଇ ସାଉଥ ଆଫ୍ରିକାର ନର୍ଥରୁ ସବୁ ପ୍ରଚାର କରୁଥିଲେ, ଆଉ ଭିନ୍ନ ଭିନ୍ନ ଚିହ୍ନ ଆଉ ରୋଗ ସୁସ୍ଥ ଇତ୍ୟାଦି ସବୁ କରୁଥିଲେ। ସେ ଆସି ପହଞ୍ଚିଲେ ଆଉ ତାଙ୍କୁ ବଙ୍କି ତାଙ୍କ ଗୃହରେ ରଖିଲେ। ସଞ୍ଜୟ ହେଲା, ସେ ଉଦ୍ଦୀପନା ସଭାକୁ ଗଲେ। ଯେତେବେଳେ ଗଲେ ଆଉ ବଙ୍କି ବହୁତ ଖୁସି ଥିଲେ ସେଦିନ ଯେ ଆଜି ପ୍ରଭୁଙ୍କର କାର୍ଯ୍ୟ ହବ, କେତେ ଲୋକ ସୁସ୍ଥ ହେବେ, ଆଉ କେତେ ଲୋକ ସେମାନେ ପ୍ରଭୁଙ୍କ ଆଡ଼କୁ ଫେରିବେ। ସେ ପ୍ରଭୁଙ୍କ ଦାସ ପୁଲପିଟ କୁ ଗଲେ ବା ଷ୍ଟେଜ କୁ ଗଲେ, କେବଳ 12 ମିନିଟ ସେ ପ୍ରଚାର କଲେ। 12 ମିନିଟ, ମନେ ରଖନ୍ତୁ 12 ମିନିଟ, ତାପରେ ବନ୍ଦ କରିଦେଲେ। ବଙ୍କେ ବହୁତ ଡିସଆପଏଣ୍ଟେଡ ହେଇଗଲେ। ମୁଁ ଏତେ ଆଶା କରିଥିଲି ଯେ କେତେ କଥା କହିବେ ପ୍ରଭୁଙ୍କର ସୁସମାଚାର ବିଷୟରେ, 12 ମିନିଟରେ ସରିଗଲା। ପଚାରିଲେ ଭାଇ କଣ ଅସୁବିଧା ହେଲା? ନା ମୁଁ କହିବିନି। କାହିଁକି
କାହିଁକି କହିବିନି ସେ କହିଲେନି। ସେତିକି ତ ସେତିକି। ତାପରେ କିଛି ସମୟ ବସିଲା ପରେ ସେ ପୁଣି ସେ ଷ୍ଟେଜରୁ ଓହ୍ଲେଇ ଚାଲିଗଲେ। ଆଉ ଏ ତରତର ହେଇକିରି ସମସ୍ତଙ୍କ ଆଗରେ ଛିଡା ହେଇକି କହିଲେ, ଆଉ ପ୍ରଭୁଙ୍କ ଦାସ ସିନା ଚାଲିଗଲେ, ଯୀଶୁ ଆମମାନଙ୍କ ସାଙ୍ଗରେ ଅଛନ୍ତି, ସେ କଥା କହିବେ। ଏତିକି କହିକିରି ଆଉ ଜଣକୁ ଚାନ୍ସ ଦେଇକି ସେ ତାଙ୍କ ସାଙ୍ଗେ ସାଙ୍ଗେ ଚାଲିଲେ। ଆଉ ତାଙ୍କର ସବୁ ସେ ଜିନିଷ ପତ୍ରକୁ ସେ ତାଙ୍କର ବ୍ୟାଗରେ ଭର୍ତ୍ତି କରିକିରି ସେ କାରକୁ ଆସିଲେ, ଆଉ ସେ ପଳେଇଗଲେ। ବହୁତ ଭାଙ୍ଗି ପଡିଲେ ବଙ୍କେ। ସେ ସେଇଠି ଆଣ୍ଠେଇ ପଡିଲେ, ପ୍ରଭୁ ମୋର କଣ ଭୁଲ ହେଲା, କାହିଁକି ଏଭଳି ହେଲା? ଆଉ କିଛି ସମୟ ପରେ ପବିତ୍ର ଆତ୍ମାଙ୍କ ସେ ସ୍ପର୍ଶ ପାଇଲା। ପବିତ୍ର ଆତ୍ମା ତାଙ୍କୁ କହୁଛନ୍ତି, ଆଉ ରେଷ୍ଟ ସଭାଟା ତୁ ନବୁ, ତୋ ଦ୍ୱାରା ସବୁ କାର୍ଯ୍ୟ ହବ। ଆଶ୍ଚର୍ଯ୍ୟ ହେଇଗଲା। ସେ ପ୍ରଭୁଙ୍କ ଦାସ ତ ପଳେଇଲେ, ଇଏ ପଳେଇ ଆସିଲେ। ତାପରେ ସେ ଯାହା ଯେମିତି କହିକିରି ସେଦିନଟା ସାରିଦେଲେ। ତା ପରଦିନ ଯେତେବେଳେ ଷ୍ଟେଜକୁ ସେ ଆସନ୍ତି ଦେଖିବାକୁ, 2 ଗୁଣ ଲୋକ, ଗତକାଲି ଯେତିକି ଥିଲେ ତାର 2 ଗୁଣ ଲୋକ ଆସିଛନ୍ତି। ଗୋଟେ ପଟେ ଶୈତାନ କହୁଛି, ଦେଖେ ଚିନ୍ତା କରିକିରି କଥା କହ, ଯଦି ସୁସ୍ଥ ନ ହେବେ ଲୋକମାନେ କଣ କହିବେ? ତାଙ୍କୁ ବଙ୍କେ ପ୍ରଭୁଙ୍କ ବାକ୍ୟ ଦ୍ୱାରା ଧମକ ଦେଲେ ଶୈତାନ। ଆଉ ଛିଡା ହେଲା ପରେ ସେ ପ୍ରଭୁଙ୍କର ଆତ୍ମାଙ୍କର ବା ପବିତ୍ର ଆତ୍ମାଙ୍କର ସେ ଅନୁଭବ କଲେ ଶକ୍ତିକୁ। ଆଉ ସେ ବାକ୍ୟ ପ୍ରଚାର ନ କରିକିରି ସେ ପ୍ରଥମେ ଗୋଟେ ଉଚ୍ଚ ସ୍ୱରରେ ଆନାଉନ୍ସ କଲେ ଯେ ଯୋଉମାନେ ସମ୍ପୂର୍ଣ୍ଣ ଅନ୍ଧ, କମ୍ପ୍ଲିଟ ବ୍ଲାଇଣ୍ଡ, ସେମାନେ ଏଇ ଷ୍ଟେଜ ପାଖକୁ ଆସନ୍ତି। ଆଉ କିଛି ସମୟ ପରେ ଦେଖାଗଲା କେବଳ 4 ଜଣ ଆସିଲେ। ସେ ଗଣିଲେ 1 2 3 4। ଆଉ ସେ ପବିତ୍ର ଆତ୍ମାଙ୍କ ଶକ୍ତିକୁ ସେ ପ୍ରୟୋଗ କରିକି ସେ କହିଲେ, ଯୀଶୁଙ୍କ ନାମରେ ମୁଁ ତୁମମାନଙ୍କୁ ଧମକ ଦଉଛି ଯେ ଯୋଉ ଶକ୍ତି ତୁମମାନଙ୍କର ଆଖିକୁ ବନ୍ଦ କରିଛି ସେ ଛାଡି ଚାଲିଯିବ, ଆଉ ତୁମମାନେ ମତେ ଦେଖିପାରିବ। ଆଉ କିଛି ସମୟ ପରେ ସେ 4 ଜଣ ଯାକ ସ୍କ୍ରିମିଂ କଲେ ବା ପାଟି କଲେ, ଚିଲେଇଲେ, ଆମେ ଦେଖିପାରୁଛୁ। ଆପଣ ମାନେ ସାଧାରଣତଃ ଜାଣିଥିବେ ଆଫ୍ରିକା ଲୋକମାନେ ତାଙ୍କର ସାମାନ୍ୟ କଥାରେ ବି ସେ ନାଚିବେ। ସେ ପ୍ରୋଟେଷ୍ଟ କରନ୍ତୁ ନାଚିବେ, ଗିର୍ଜାଘରେ ବି ନାଚିବେ, ଉଦ୍ଦୀପନା ସଭାରେ ବି ନାଚିବେ, ଗୀତ ବୋଲା ହେଲେ ବି ନାଚିବେ। ତାଙ୍କ ନାଚଟା ଭାରି ପ୍ରିୟ। ଆଉ ଏଣ୍ଟାର ସେ ଉଦ୍ଦୀପନା ସଭା ଗ୍ରାଉଣ୍ଡଟା ଆନନ୍ଦ ଉଲ୍ଲାସରେ ପରିପୂର୍ଣ୍ଣ ହେଇଗଲା। ଆଉ ସେଦିନ ବଙ୍କେ ସେ ଫିଲ୍ କଲେ ଯେ ପ୍ରଭୁ ତାଙ୍କୁ ସେ ଶକ୍ତି ପ୍ରଦାନ କରିଛନ୍ତି। ସେ ସୁସ୍ଥ କରିବାର ଶକ୍ତି ପ୍ରଭୁ ଠାରୁ ସେ ପାଇଛନ୍ତି। ସେଦିନ ବହୁତ ଲୋକ ସୁସ୍ଥ ହେଲେ ପ୍ରଭୁଙ୍କୁ ଗ୍ରହଣ। ସମୟ ହେଲା, ଲାଇଟ ବନ୍ଦ ହେଲା, ସଭା ସାଙ୍ଗ ହେଲା। ସେ ବି ଯିବେ ତାଙ୍କ ଘରକୁ। ସମସ୍ତେ ଗଲା ପରେ ସେ ଆଉ ତାଙ୍କ କାର ପାଖକୁ ଗଲେ। ଆଉ କାରରେ ବସିକି ଲାଇଟ, ସେଠି ବହୁତ ରାସ୍ତା କଡରେ ଘାସ, ତାକୁ କହନ୍ତି ଏଲିଫାଣ୍ଟ ଗ୍ରାସ ବା ହାତୀ ପରିକା ଲମ୍ବା ସେ ଘାସ ଗୁଡାକ। ଆଉ ମଣିଷ ତ ଡୁବିଯିବ, ହାତୀ ତ ଡୁବିଯିବ, ଆଉ ମଣିଷ କଣ? ସେ ଚଲେଇକି ଯାଉଛନ୍ତି। ଆଉ ହଠାତ୍ କିନା ଗୋଟେ ପୁଅଟି, ଆଫ୍ରିକୀୟ ପୁଅ, ସେ ଧଡକିନା ଆସିକି ତାଙ୍କ କାର ଆଗରେ ଛିଡା ହେଇଗଲା। ଏ ସଡନ ବ୍ରେକ୍ ମାରିଲେ, ଅଟକେଇଲେ। ଆଉ ତାକୁ ଡାକିଲେ, ହ୍ୱାଟ ୟୁ ୱାଣ୍ଟ? ପଚାରିଲେ କଣ ଦରକାର ତମର? ସେଠୁ ସେ କହିଲା ଯେ ମୁଁ ଆପଣଙ୍କ ସଭାରୁ ଫେରିକି ଆସୁଛି, ମୋର ଗାଁଟା ଏଇ ପାଖରେ, ଆଉ ମୁଁ ଆଜି ପ୍ରଭୁଙ୍କୁ ପାଇଲି, କିନ୍ତୁ ମୁଁ ସେଥିରେ ସନ୍ତୁଷ୍ଟ ନୁହେଁ, ମୁଁ ପବିତ୍ର ଆତ୍ମା ପାଇବି। ଆଉ ମୁଁ ଶୁଣିଲି ଆପଣଙ୍କର ଏଇ ରୁଟରେ ଆପଣ ଯିବେ ବୋଲିକା, ମୁଁ ସେଥିପାଇଁ ଆଗେ ଆଗେ ଆସିକି ଏଠିକିନା ଛିଡା ହେଇକି ରହିଥିଲି ଆପଣଙ୍କ ଅପେକ୍ଷାରେ। ଆପଣ ମୋ ପାଇଁ ପ୍ରାର୍ଥନା କରନ୍ତୁ, ଆଉ ମୁଁ ପବିତ୍ର ଆତ୍ମା ପାଇବି। ସେ ବଙ୍କେ ପଚାରିଲେ, ହ୍ୱାଟ ଇଜ ୟୋର ନେମ୍? ନା ମୋର ନାଁ ହଉଛି ଡେଭିଡ। ସେ କେବଳ 17 ବର୍ଷର ଗୋଟେ ଯୁବକ। ଆଇ ଓହ୍ଲେଇଲେ କାରରୁ। ଆଉ ଯେତେବେଳେ ପ୍ରାର୍ଥନା କରୁଛନ୍ତି, ପବିତ୍ର ଆତ୍ମା ସେ ଡେଭିଡ ଉପରେ ମଧ୍ୟ ଅବତରଣ କଲେ। ସେ କିଛି ଆଗ ପଛ ହେଇକି ଟିକେ ଘୁଞ୍ଚିଲା, ତାପରେ ଟିକେ ପର ଭାଷାରେ ବି କଣ କହିଲା।
तापर ताको से कहले केमती तमे जीव ना मु सेमती पढ़ेबी आपण जा आ से चली आसिले गोटे किछि दिन परे से खबर पाइले आ प्रभुंकर कौन से गोटे दास आसिकरी आ गोटे स्थान रे से अति बड़ बड़ कार्य मान करुचंती सुस्थता ठू आरंभ करिकरी लोक माने परिवर्तन होउचंती आउ ए समान को पचारले से लोक के से प्रभु को दास ना कौन ना ता ना होची डेविड से गोटे युवक ये भाविले कौन से सही डेविड की जे पवित्र आत्मा से जो रास्ता रे अटके थिला कौन से सही पिला की ना आउ की भी डेविड है पारे किंतु गोटे मास पर कबाट ठक ठक है आ से खोला बेलू से डेविड छिड़ा से पचार आप मत चिन्ह पारे ना हाँ मुझे चिन्ह पारे भितर को आस तमें से डेविड जे के प्रचार करथिला प्रभु सुस्थता करथिले आ लोक माने परिवर्तित होतिले ना हाँ देखले किमिति हला तमे तो से दिन ही प्रभु को पाइल तमे तो सुसमाचार विषय के जानी न पढ़ी न किछि कर न किमिति हला मते कह तमे एते दिन जो प्रचार कल केमति करि पारल आउ से अति सुंदर विषय प्रकाश कला आ से कहिला आपण जहा जहा सब कहिथिले मु सेही सब कथा उटाक ही कहली मु सेते निमंते आपण मन को गोटे वाक्य पढ़ी कि सुनिया पे चाहे जोहन 14 पर्वर 26 पद जॉन चैप्टर 14 वर्स 26 किंतु सेही सहायकारी अर्थात जो पवित्र आत्मा को पिता मो नाम रे प्रेरण करिवे से तुमान को समस्त विषय शिक्षा देवे एडे जीसु ताक शिष्य मान को कहउचंती जे मु तुमान को जहा जहा कहिछि अर्थात आ मु तुमान को जहा जहा कहिछि से सब तुमान को स्मरण एडा होछि मिनिस्ट्री ऑफ द होली स्पिरिट अर्थात से जो सिनागोग रे जीसु जाउथिले आउ सेठरे जिसायंकर कि अन्य भगवती मान को पुस्तक को से पढ़ी करी बुझौथिले से समान तो रहउथिले ना से माने सुनुथिले तेणु सेटा को वर्तमान पवित्र आत्मा को जतले मु पठै जीसु को जन्म ले पवित्र आत्मा को पठैबी तुमाने जहा जहा सुनी अछ से सब से स्मरण करि देबे बंके जानिले प्रभुंकर वाक्य सत्य अटे निराट सत्य पवित्र आत्मा ताको जहा जहा मु एठी 2 दिन धरिकरी वाक्य प्रदान करथिली प्रभु ताको तार हृदय रे कार्य करिसंती आ सेगुरा को सही वाक्य गुड़िक से प्रदान करिछि आ सेथरे एते बड़ फल फलिछि शह शह नुहे हजार हजार लोक परिवर्तित होइछथि किंतु से सेथरे संतुष्ट न होइके कहले मते तो सेइठु कहि जा जो कार पाखरु मते ते छाड़िली तापर तो क्वाड गलो कोन कोन मते सेइठु कह कहले हां मु जाई गां रे पहुंचला बडको सकाळ होई जाइतिला से चल चली जाइछि गरीब पिलाटा आउ जेतले से गां रे पसुची गोटे मां तार झियो को से कोल रे धरिकरी से ताको नेइकरी जाउची अब से झियो जे खाली चित्कार करची कांदोची बिळबिळोची आउ पार्टी करची हठात ए डेविड रो मन रे कार्य होला सकाळ सकाळ से स्त्री लोक पाखु जाई कहले मां मु तमर झियो पई प्रार्थना करिवि कि ना करो आ जेतेबेले से प्रार्थना करचंती से संपूर्ण तार कांद बंद हो गला आ से मां को कहछि मां मते भोक करछि खाइया को दियो से जो झियोटे सुस्थ है तार मां दौड़ी जाइगिरी से जो गां रो जे चीफ बा से ट्राइब रो जो माने मुख्य अधिपति बा दलपति जहा को हमें कहू तांको कहिदे एबेले गोटे पुओ आसीछि आ से प्रार्थना कले आ मोर झियो सुस्थ हो गला ताको डाक मो पाखो को से डाकिले डेविड कला तमे कोन जानिछ ना मो यीशु को ग्रहण करिछि से मोर कुड़िया भितर मो झियो अछि ताको सुस्थ करि परियो त मो आके देखे
आज ये जाकि देखती कि डेविड से 17 वर्षर युवक से झीटे बसी गोड़ दिटा बंका है पछुआ है अच्छी जन्म से जीशुकर नाम धमक देला जो शक्ति तू ताको एमती बंधन रखीचु तू बाहरी जा आउ से पुटी कहूची से डेविड बंके को कहूची मु सुनी पारली जेमती गोटे क्रैकिंग साउंड एरकम गोटे आवाज आउ हाड़ गुरा सब जॉइन हो गला आउ से झीटी छिड़ा है आउ से बापा पाखु गला ता बापा डेविड को डाकिला आज 10 दिन पाई आमर गाँव रे सभा हम तुम्हें प्रचार कर प्रार्थना कर लोक सुस्थ हे जो विषय कि बंकी को पाख को आसला जे गोटे पिलाटी युवक से प्रचार कर अनेक अनेक लोक सुस्थ हो मोर समय हो गला आज मोर इच्छा थिला आपण मान संगे बांटिया जहाँ ता बांटी शेष पदटी कहीकि शेष करी जो माने प्रभु को ग्रहण करती से माने होचंती अति साहसिक प्रेरित तार 4 पर्वर 13 पद से माने पितर जोहनकर साहस देखी एवं से माने जे अशिक्षित अज्ञान लोक यह बुझी चमत्कृत हेले साहस देखी दिने यही शिष्य माने डरिक आसिक गोटे रूम रे बसिक प्रभु आमर साहस बढ़े दियो बोली प्रार्थना करते पवित्र आत्मा शक्ति आसला से चट्टाण दोहली गला आज से साहस देखिक से माने चमत्कृत होती आज से जो नक्सेन जो प्रथम व्यक्ति आमर इंडिया रो गारो संप्रदाय जहाँ आज एते सुंदर गीतटी आम पाइचु आई हैव डिसाइडेड टू फॉलो जीसस नो टर्निंग बैक तांकर मध्य साहस देखता प्रोभर्ब्स लिखा है धार्मिक माने प्रोभर्ब्स 28:1 रे लिखा है धार्मिक माने सिंह परी साहसिक से माने मध्याह्न सूर्यर तेज परी तेजिया से माने सिंह परी बलवान और सेमानकर साक्ष्य अति महिया प्रभु क्षुद्र चिंतार आस